ରାତି 12ଟାରେ କୁଆଡେ ବୁଲୁଛନ୍ତି ଆପଣ? କି 12ଟା ବାଜୁଛି? ଡୁଙ୍ଗିବା ପାଇଁ କୋଉ କୋଉ ମୁଭି ପଡିଛି? ହଁ ଡୁଙ୍ଗିବା ପାଇଁ କୋଉ ମୁଭି ପଡିଛି ଆମେ ଆସିଲୁ ମୁଭି ଦେଖିବା। ଆଚ୍ଛା ଆଜି ତାହେଲେ କୋଉ ମୁଭି ଡୁଙ୍ଗିଲେ ଆପଣ? ଜୁରାସିକ୍ ରିବର୍ଥ। ଆପଣ ଦି ଜଣ ଏମିତି ମ୍ୟାଚିଂ ଡ୍ରେସ୍ ପିନ୍ଧି ସବୁବେଳେ ଆସିବେ? ନା 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 ଆଜି ଏମିତିରେ ବି ମ୍ୟାଚିଂ କରୁ। ଶନିବାର ଦିନରେ ଦି ଜଣ କଳା ପିନ୍ଧିଛି। ଆଚ୍ଛା ମନ୍ଦିର ଫନ୍ଦିରକୁ ଯିବା ହେଇଥିଲା। ହଁ ହଁ ଯେ କାହା ଆରେ ମିଳିତ ଗଲେ ଆଉ କାହା ପାଇଁ ଏତେ ମନ୍ଦିର ଯିବା ହଉଛି? ଆଜ୍ଞା 10ଟା ପିଠା ଛାଡ଼ିବି ମିଳିଗଲେ କ'ଣ ଶନି 10 ପିଠା ଛାଡ଼ିବେ କି? ସେଥିପାଇଁ ଟିକେ ଆମେ ଭଲରେ ଆଗକୁ ଆମ ସଂସାର ଆଗେଇବା ପାଇଁ କି ଟିକେ ମନ୍ଦିର ଯିବା ଦରକାର। ଠାକୁରଙ୍କ ଉପରେ ସେ ଯେଉଁ ଆସ୍ଥାଟା ରହିବା ଦରକାର ସମସ୍ତଙ୍କ ଜୀବନରେ। ମ୍ୟାନେଜର ପୁରା ଅଛି ମୋବାଇଲ ଭାଙ୍ଗୁଛି। କିନ୍ତୁ ଏ ବର୍ଷଟା ତ ମୀନ ରାଶିଙ୍କ ପାଇଁ ବହୁତ ଟଫ୍ ଥିଲା। ନା ନା ସେମିତି ନାହିଁ। ଆମେ ଷ୍ଟାର୍ଟିଂରୁ ହିଁ ମାନେ ମୁଁ ବୋଧେ ମ୍ୟାରେଜ୍ ଆଗରୁ ବି ଶନିବାର ଯାଏ, ସିଏ ବି ମ୍ୟାରେଜ୍ ଆଗରୁ ବି ଶନିବାର ଦିନ ମନ୍ଦିର ଯାଆନ୍ତି। ସେମିତି କିଛି ନାହିଁ। ସବୁ ବର୍ଷ ହିଁ ଟପ୍ ଚାଲିଛି। ଦେଖାଯାଉ କେବେ ଭଲ ଟାଇମ୍ ଆସୁଛି। ଆଚ୍ଛା ଏଇ କେବଳ ଆଇସ୍କ୍ରିମ୍ ଖାଉଛନ୍ତି କୁକିଜ୍ ତାଙ୍କୁ ଥଣ୍ଡା ହେଇଯିବ? ଖାଇସାରିଛି ଅଲରେଡି। ସେଠି ଆମେ ବହୁତ ଟାଇମ୍ ହେଲାଣି ବସିଥିଲୁ ତ ସେଥିପାଇଁ ମୁଁ ଟିକେ ଧୀରେ ଧୀରେ ଖାଏ ଖାଲି ଜଲ୍ଦି ସରିଯିବ ବୋଲି। ଆଚ୍ଛା ଗୋଟେ ଆଇସ୍କ୍ରିମ୍ କି 2 ଜଣ ଖାଉନାହାନ୍ତି କି? ଆମେ ଖାଉଛୁ କିନ୍ତୁ ଆଇସ୍କ୍ରିମ୍ ପ୍ରତି 2 ଜଣ ଟିକେ ଲୋଭ ବେଶୀ ଥାଏ ନା, ସେଥିପାଇଁ ଅଲଗା ଅଲଗା ଆଣୁ। କିନ୍ତୁ ଫାଷ୍ଟ ବାଇଟ୍ ଏମିତି ଖୁଆଖୁଇ ହେଇଯାଉ, ତାପରେ ନିଜର ଖାଉ। ଟିକେ ଏଇଠି ଖୁଆଇଦେଲେ ଭଲ ହୁଅନ୍ତା। ହଁ ମେଲ୍ଟ ହେଇଗଲାଣି। ଏଇଟା ବୋଧେ ଲାଇଟ୍ ରହିବ। ହଁ କ'ଣ ରହିବ ଲାଇନ୍ଟା କହିଦିଅ। ଆମ ଏଡିଟର ଆଉ ହଇରାଣ ହେବେନି। ଆଇଡିଆ ଟିକେ ଦେଇଦିଅ। ଆଚ୍ଛା ହଉ ଟିକେ ଖାଲି ନବକଳେବର କେବେ ଦେଖିବ?